ଆଜି ଚୁଲି ଖୋଳା ହଉଛି? ଆଜି ପୁରା ଆମର ଆମ୍ବ ବାରିରେ ଭୋଜି ହବ। ଭୋଜିଟା କୋଉ ଭୋଜି? ଭୋଜିଟା ଏମିତି ଗୋଟେ ଫ୍ୟାମିଲି ଗେଟ୍ ଟୁଗେଦର ଭୋଜି ଆଉ। ହଁ ହଉ ଆଉ। କଣ ରୋଷେଇ ହଉଛି ଯେ? ରୋଷେଇ ହବ ଚିକେନ ହବ, ପାମ୍ପଡ଼ ହବ, ଆଉ ମାଛ ତରକାରୀ କି କାଲିଆ କଣ ଗୋଟେ ହବ ଆଉ। ଇଏ କଣ ମାଙ୍କଡ ଆସିକି ଖାଇକି ପଳେଇଲାଣି? ଆମ ଆମ୍ବ ଗଛ ଟିକେ ଦେଖେଇଦେ। ଆଉ ତମ ପୁଅ କଣ ଏଠି ଆସିକି ଆଗୁଆ ବସି ପଇଲାଣି ଖାଇବାକୁ? ରୋଷେଇ ନ ହଉଣୁ। ଏଇ 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 ତୁ ଖଲି କାଇଁ? କଣ ଖାଇବୁ? ଆଉ କଣ ଖାଇବୁ? ବେସର? ଭାତ ମାଛ ଖାଇବୁ? ଏଇ ଇଆଡେ ନଉନୁ। ଓଳଉଛ? ହଁ ହଉ ଓଳା, ଭଲ କି ଓଳା। ଖୁଡି ମସଲା ସରିନି କଟା? ହଁ ଜଲ୍ଦି ଜଲ୍ଦି କାଟ। ଭାତ ହେଲା। ଗୁନୁ ତମେ କଣ କରୁଛ? ଗୁନୁ କଣ କରୁଛ? ଆରେ ଖଲି ପତ୍ର ଥଉନୁ, ଭାତ ଖାଇବା। ଥୋଇଦେ। ଆ ଖୁଡି କଣ ଚୁଲି ଲାଗୁନି? ଲାଗିଲା? ଓହୋ। ଚିକୁ ଏ କାଇ ସିଆଡେ, ଚିକୁ କାଇ ଇଆଡା। ହଁ। ଆମ୍ବ ଖାଇବୁ? ଆମ୍ବ ଖାଇବୁ? କାଇ ଆମ୍ବ? ଆମ ଘରେ? ଇଏ ପରା ଆସିକି ସବୁ ଥୁଆ ତୁ କରିଦେ, ତାକୁ ଆଗରୁ ପରିଷ୍କାର ହେଇଯାଇଥାନ୍ତା। ଆମେ କଣ ରହିଛୁ? ଆମ ପଛରେ ବେଶୀ ଆମର ଇଏ ରହିଛ ପରିଷ୍କାର ଖାଲି କାଇ ଚାଉଳ ଆମର ଧୁଆହବ। ଚାଉଳ ଅଛି, ମୁଁ ନେଇକି ଗଲେ ଆପଣଙ୍କୁ ଦେଖେଇବି। ଏଇଠି ଆମ୍ବ ଆମର ବର୍ଷ କିଛି ଧରିନି, ଏଇପଟେ କିଛି ଧରିଛି।